ନମସ୍କାର। ଆଜି ଶୁକ୍ରବାର ଫେବୃଆରୀ 6 ତାରିଖର ଶୁଣିବା ରାଶିଫଳ। ମେଷ। ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି, କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଟଣଓଟାରା ଦେଖାଦେଇପାରେ। ଅସୁସ୍ଥତା ବଶତଃ କେତେକ ଅତ୍ୟାବଶ୍ୟକ କାମଗୁଡ଼ିକ ସ୍ଥଗିତ ରହିଯିବାର ସୂଚନା ମଧ୍ୟ ରହିଛି। ବୃଷ। କର୍ମକ୍ଷେତ୍ରସ୍ଥ ଗ୍ରହଙ୍କ ପ୍ରଭାବରୁ ସମ୍ମାନ, ଭାଇ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମରେ ସାହାଯ୍ୟ ସହଯୋଗ ପାଇବା ସହ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି। ଅନ୍ୟମନସ୍କ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହେବ। ମିଥୁନ। ତୃତୀୟାଧିପତି ଅଷ୍ଟମ ଭାବସ୍ଥ ଯୋଗୁଁ ଭାଇ, ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ମାଙ୍ଗଳିକ କାମ ସକାଶେ ପରିବାର ସହ ଆଲୋଚନା କରିପାରନ୍ତି। ଅର୍ଥନୈତିକ ଆଲୋଚନା, ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ ସକାଶେ କୌଣସି ଅସୁବିଧା ହେବ ନାହିଁ। ଦୈହିକ ଦୁର୍ବଳତା ଲାଗି ରହିଥିବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ। କର୍କଟ। ରାଶିକୁ ରବି ଓ ମଙ୍ଗଳଙ୍କ ଦୃଷ୍ଟିରୁ ଆଶା ଓ ଅଭିଳାଷର ପୂର୍ଣ୍ଣତା ମାନସିକ ଶାନ୍ତି ପ୍ରଦାନ କରିବ। ବନ୍ଧୁଙ୍କ ସହାନୁଭୂତି, ଶତ୍ରୁମାନଙ୍କର ଅଧୋଗତି, ବିବାଦର ଅବସାନ ପ୍ରଭୃତିରୁ ଆଶ୍ୱସ୍ତି ଅନୁଭବ କରିବେ। ଯାନବାହନ ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ଭଲ। ପରିବାର କିମ୍ବା ସମ୍ପର୍କୀୟ ସହ କଳହ ସୃଷ୍ଟି ହୋଇପାରେ। ସିଂହ। ଆଜି ଦୂରଯାତ୍ରା, ପାରିବାରିକ ବ୍ୟୟବରାଦ, ସନ୍ତାନଙ୍କ ସମସ୍ୟା ଯୋଗୁଁ ଚିନ୍ତିତ ରହିପାରନ୍ତି। ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ଆନୁଷ୍ଠାନିକ କାର୍ଯ୍ୟ, ବନ୍ଧୁ ମିଳନ ଓ ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ହୋଇପାରେ। କନ୍ୟା। ରବି ଓ ମଙ୍ଗଳଙ୍କ କୃପ୍ରଭାବରୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। କଥାବାର୍ତ୍ତାରେ ଅସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସ୍ୱାଧୀନତାର ଆଶା ନଥିବାରୁ ନିଜ ଲୋକ ଦୂରେଇ ରହିବେ। ଆଜିର ବ୍ୟବସାୟିକ ସ୍ଥିତି, ନିର୍ମାଣ କାର୍ଯ୍ୟ ଓ ବନ୍ଧୁଙ୍କ ସହ ଆଲୋଚନାରୁ ସୁଫଳ ପାଇବେ। ତୁଳା। ଧନ ଏବଂ ଲାଭାଧିପତି କୋଣଭାବସ୍ଥ ଯୋଗୁଁ ଅର୍ଥ ସମ୍ପର୍କିତ ସମସ୍ୟାର ସମାଧାନ ହେବ। ଭୁଲ ବୁଝାମଣାରୁ ଯୁକ୍ତିତର୍କ ଜନିତ ମତପାର୍ଥକ୍ୟ ପାରିବାରିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିପାରେ। ଆଜିର ସକାଳ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ। ଆନୁଷ୍ଠାନିକ କାମରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବିଛା। ରାଶ୍ୟାଧିପତି ଲାଭାଧିପତିଙ୍କ ସହିତ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଉଚ୍ଚ ସମ୍ମାନ ସହ ବହୁଜନ ପ୍ରଶଂସିତ ହେବେ। ପୁନଶ୍ଚ ଅର୍ଥଲାଭ ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆଜିର ଖର୍ଚ୍ଚ ପରିମାଣ ଦ୍ୱିଗୁଣ ହୋଇପାରେ। ସାଧାରଣ ଘଟଣାକୁ କେନ୍ଦ୍ର କରି ଘରୋଇ କଳହଜନିତ ସାମୟିକ ବିତର୍କ ଲାଗି ରହିପାରେ। ଧନୁ। କର୍ମସ୍ଥାନ ଶନି ଦୃଷ୍ଟିରେ ରହିଥିବାରୁ ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ସହିତ ପ୍ରତିଯୋଗିତା ଅନୁଭବ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ସମ୍ପର୍କ ବୃଦ୍ଧି, ପରିବାରରେ ଉନ୍ନତି ଓ ବ୍ୟବସାୟିକ ଉତ୍କର୍ଷ ହେତୁ
ଖୁସି ରହିବେ। ମକର, ମଙ୍ଗଳଙ୍କ ସୁପ୍ରଭାବରେ ପରିସ୍ଥିତି ଯାନବାହନ କାହିଁକି ଆପଣଙ୍କର ଆଶା ପୂରଣରେ ପ୍ରତିବନ୍ଧକ ରହିବ ନାହିଁ। ବିବାଦୀୟ ପରିସ୍ଥିତି ଲାଗି ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପରିବାରର ପିଲାମାନଙ୍କ ପଢ଼ାପଢ଼ି ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରତ୍ୟାବର୍ତ୍ତନ ପଥରେ ବନ୍ଧୁଙ୍କ ସକାଶେ ଦୀର୍ଘ ସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। କୁମ୍ଭ, ବୃହସ୍ପତିଙ୍କ ପ୍ରଭାବରେ ସମସ୍ୟା ରହିଥିଲେ ମଧ୍ୟ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହେବେ। ବ୍ୟବସାୟରୁ ଶିଳ୍ପ ବାଣିଜ୍ୟ ଓ ପରିବହନରୁ ଲାଭବାନ ହେବେ। ପ୍ରତ୍ୟୁଷ ଯାତ୍ରା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଲକ୍ଷ୍ୟ ପୂରଣରେ ଅସୁବିଧା ରହିବ ନାହିଁ। ସାହିତ୍ୟରେ ଆନୁଷ୍ଠାନିକ କ୍ଷେତ୍ରରେ ଶତଭିଷା ସମସ୍ୟାର ସମ୍ମୁଖୀନ ହେବେ। ମୀନ, ଆଜି ମାପିଚୁପି କଥାବାର୍ତ୍ତା ନ କଲେ ସମ୍ମାନ ହାନି ଘଟିପାରେ। ଦୁସ୍ଥାନସ୍ଥ ବୁଦ୍ଧଜନିତ ପାରିବାରିକ ସମସ୍ୟା ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସାମୟିକ ସ୍ତରରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବ ନାହିଁ ଏବଂ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ। ନମସ୍କାର, ଜୟ ଜଗନ୍ନାଥ।